ନମସ୍କାର ମୋ ସାଙ୍ଗମାନେ। ଏକ୍ଜାମ୍ ଆସିଲେ ଭଗବାନଙ୍କୁ ମଧ୍ୟ ଷ୍ଟୁଡେଣ୍ଟ ଗୋଟେ ଅନଲାଇନ୍ ଆଣିଦିଏ। ଆଉ ଆଜି ମୁଁ କହିବି ସେଇ ଦିନର କଥା। କେଉଁ ଦିନ? ଏକ୍ଜାମ୍ ପୂର୍ବ ଦିନ କଥା। ଯେଉଁଦିନ ପିଲାମାନଙ୍କ ଲାଇଫରେ ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ସବୁ ବନ୍ଦ ହେଇକି କେବଳ ସିଲାବସ୍ ଫୁଲ୍ ଏଚ୍.ଡିରେ ଚାଲିଥାଏ। ଆଉ 2 ମିନିଟ୍ର ଗୋଟେ ନୀରବ ପ୍ରାର୍ଥନା କରିବା କାହା ପାଇଁ? ଯେଉଁମାନେ ରାତିରେ ସିଲାବସ୍ ସର୍ଜିକାଲ ଷ୍ଟ୍ରାଇକ୍ କରିକି ଆସିଛନ୍ତି। କାଲି ସକାଳେ ପରୀକ୍ଷା, ଆଉ ରାତିରେ ଆମର ଏମିତି କନଫିଡେନ୍ସ ଯେ ଗୁଗୁଲ୍ ଫେଲ୍ ହେଇଯିବ, କିନ୍ତୁ ମେମୋରି ନୁହେଁ। ଚାଲ ଦେଖିବା ସେଇ ପରୀକ୍ଷା ପୂର୍ବ ରାତିର କାନ୍ଦ ଭରା ଗୋଟେ କମେଡ଼ି କଥା। ପ୍ରଥମେ ଗୋଟେ ପିଲା କ'ଣ କରିଥିଲେ, ଗୋଟେ ଏକ୍ଜାମ୍ ନୋଟିସ୍ କଲେଜ କି ସ୍କୁଲରୁ ଆସିଯାଏ। ରାତି 8ଟାରେ ବସିକି ତାର ପ୍ଲାନ୍ କରିବା ଆରମ୍ଭ କରିଦିଏ। ଆଉ ସେ ପ୍ଲାନ୍ ଦେଖିଲେ ଲାଗେ ଯେ କାଲି ସେ ପରୀକ୍ଷା ଦେଉନି, UPSC ଇଣ୍ଟରଭ୍ୟୁ ଦେଉଛି। ଗୋଟେ ଡ୍ରାମାଟିକ୍ କରି ସେ ଗୋଟେ ଏକ୍ଜାମ୍ ଟାଇମ୍ ଟେବୁଲ୍ ଠିକ୍ କରେ ପଢ଼ିବା ପାଇଁ। ସକାଳ 5ଟାରୁ ଉଠିବ, 5ଟା 5ରେ ମେଡ଼ିଟେସନ୍ କରିବ, 5ଟା 15ରେ ପଢ଼ା ଆରମ୍ଭ କରିବ, ରାତି 12ଟାରେ ଶୋଇପଡ଼ିବ। ଏଇ ସ୍ୱପ୍ନ ଦେଖି ସେ ଟପର ହେବାର ସ୍ୱପ୍ନ ଦେଖିଥାଏ। କିନ୍ତୁ ଆକ୍ଚୁଆଲି ହୁଏ କ'ଣ? ସକାଳ 10ଟା ପର୍ଯ୍ୟନ୍ତ ସ୍ନୁଜ୍ ବଟନ୍ ଚିପି ଚିପିକି ଲଭ୍ ଷ୍ଟୋରି ଚାଲିଥାଏ। ଘଣ୍ଟି ବାଜିବ କେତେବେଳେ ଆଲାରାମର? ଏତେବେଳେ ମା ଆସି ଡାକିବ, ଆରେ କାଲି ତ ପରୀକ୍ଷା, ଉଠରେ, ଦିନ ଆସି 10ଟା ବାଜିଲାଣି। କହୁଥିବ ମୋତେ ଶୋଇବାକୁ ଦେ, ମୁଁ ପରଦିନରୁ ଆଉଥରେ ସିରିୟସ୍ ହେଇକି ପଢ଼ିବି। ଆଉ ବାପା ମାଆଙ୍କ ରିଆକ୍ସନ୍ କ'ଣ ଥାଏ? କେତେ ପଢ଼ିଲୁ? ପିଲା କହିବ ସବୁ ସିଲାବସ୍ ଦେଖିସାରିଛି। ସେଠୁ ବାପା ପଚାରେ ମାନେ? ସେ କହିବ ସିଲାବସ୍ ଲିଷ୍ଟଟା ବା ହ୍ୱାଟ୍ସଆପ୍ ଡିପିରେ ରଖିଛି। ପୁଅ ଆଜି ରାତିରେ ଦହି ଭାତ ଖାଇ ଶୋ, କାଲି ପରୀକ୍ଷା ଭଲ ହେବ। ସେଠୁ ପୁଅ କହିବ, ମା ପୂର୍ବ ବର୍ଷର 10 ବର୍ଷରୁ ମୁଁ ଭାତ ଖାଉଛି, ଯେଉଁ ଦହି ଭାତ ଖାଉଛି, କିନ୍ତୁ ମାର୍କ କାହିଁ ଆସୁନି? ମା ସେଠୁ କହିବେ, ମାର୍କ ଆସୁ ନ ଆସୁ, ମୋର ମନ ଖୁସି ହେଉଛି, ଏଇଟା ମେନ୍ କଥା। ଆଉ ତୋର ଯେଉଁ ପାଠପଢ଼ା ମୁଁ ଜାଣିଛି ଭଲ ଭାବରେ। ଏକ୍ଜାମ୍ ପୂର୍ବ ଦିନ ଲାଗେ ସିଲାବସ୍ ଦେଖିଲେ ଏତେ ଦିନ ହେଲାଣି ପଢ଼ୁଥିଲି କ'ଣ? ବହି ଖୋଲିଲେ ପ୍ରଥମ ପେଜ୍ ହେଉଛି କନଫିଡେନ୍ସ ଆସିବ, ସେକେଣ୍ଡ ପେଜ୍ରେ କନଫ୍ୟୁଜନ୍, ଥାର୍ଡ଼ ପେଜ୍ରେ ଡିପ୍ରେସନ୍ ହିଁ ଆସିଯିବ। ଆଉ 4 ନମ୍ବର ପେଜ୍ ଖୋଲିଲେ ପୁରା ଦୀର୍ଘ ନିଦ୍ରାରେ ତୁମେ ଶୋଇପଡ଼ିବ। ଆମେ ସିଲାବସ୍କୁ ଦେଖିକି କହୁ, ଏହା ତ ପଢ଼ା ହେଇନି, ଏ ତ ଜନ୍ମରୁ ଅପଢ଼ା। ତାପରେ ଆସେ ଆମର କ'ଣ? ଟାଇମ୍ ମ୍ୟାନେଜମେଣ୍ଟ। ଏକ୍ଜାମ୍ ଆଗ ଦିନଟା ହେଉଛି ଟାଇମ୍ ଟେବୁଲ୍ ବା ସିରିୟସ୍ ଟାଇମ୍ ଟେବୁଲ୍, କିନ୍ତୁ ଆକ୍ଚୁଆଲି ହୁଏ କ'ଣ? 4ଟା ଚାପ୍ଟର ପଢ଼ିଲା ପରେ ଆମେ ଏବେ ସେ ବହି ଉପରେ ଶୋଇପଡ଼ିଥାଉ। ରିଲ୍ସ ନ ଦେଖିଲେ ଆମର ହୁଏନି, ଏକ୍ଜାମ୍ ପୂର୍ବ ଦିନ ପଛେ କାହିଁ ନ ହୁଏ। ଏକ୍ଜାମ୍ ପୂର୍ବ ଦିନ ରାତିରେ ଆଉ ସବୁଠୁ ଏପିକ୍। ସେଟା ଡିସାଇଡ଼୍ କରିଥିବ, ଆମେ ରାତି ସାରା ପଢ଼ିବୁ, ଆମେ ଯେ ପୁରା ସିଲାବସ୍ ସାରିଦେବୁ ରାତିରେ ପଢ଼ିକି, 4 ଘଣ୍ଟା ପଢ଼ିବୁ, 7 ଘଣ୍ଟା ଶୋଇବୁ, 3 ଘଣ୍ଟା ଏକ୍ଜାମ୍ ଟପ୍ କରିକି ଆସିବୁ। କିନ୍ତୁ ହୁଏ କ'ଣ? ରାତି 1ଟାଏ ବେଳକୁ ଠିକ୍ ନିଦ ଆସୁଛି, ଶୋଇବି। 2ଟା ବେଳକୁ ନିଦ ସହ ଯୁଦ୍ଧ ଚାଲିଥିବ, ପୁରା ସିରିୟସ୍ ଯୁଦ୍ଧ। ଆଉ 3ଟା ବେଳେ ଠିକ୍ ନିଦ ଜିତିଯିବ। ଆଉ ସକାଳୁ ଉଠିକି କ'ଣ କହିବ ସେ ପିଲା? ବ୍ରେନ୍ ଓଭରଲୋଡ଼ ହେଇଗଲା। ଆବେ ସେଇଟା ଓଭରଲୋଡ଼ ନୁହେଁ, ତ ସ୍ଲିପ୍ କମ୍ପ୍ଲିଟ୍ଟା ଡାଉନଲୋଡ଼ ହେଇଗଲା। ଆଉ ଏକ୍ଜାମ୍ର ପୂର୍ବ ଦିନ ଯାହା ପଢ଼ିଥିବ ସବୁ ଆନ୍ସର୍ ବ୍ରେନ୍ରେ ଥିବ, କିନ୍ତୁ ଯେତେବେଳେ ଏକ୍ଜାମ୍ ହଲ୍ ଭିତରକୁ ପଶିବ, ବ୍ରେନ୍ କଥା କହିବା ଆରମ୍ଭ କରିବ, ମୁଁ ତ ତତେ ଚିହ୍ନିନି, ତୁ କିଏ? ଗୋଟେ କ୍ୱେଶ୍ଚିନ୍ ଦେଖିଲେ ଲାଗିବ ଏଇଟା ତ ପଢ଼ିଥିଲି, କିନ୍ତୁ ଏଇଟା କେଉଁ ଜନ୍ମରେ ପଢ଼ିଥିଲି ସେଇଟା ମନେ ପଡ଼ୁନି ମୋର। ଏମିତି ହେଉଛି ଥିଙ୍କିଂ ସବୁ ଏକ୍ଜାମ୍ ହଲ୍ରେ। ସବୁଠୁ ଏପିକ୍ ହେଉଛି ଭିକ ମାଗିବ ଭଗବାନଙ୍କୁ ସେଦିନ ସବୁ ପୂର୍ବ ଦିନ ସକାଳେ ସବୁ ଦେଖିବ, ଏକ୍ଜାମ୍ ଦେବାକୁ ଯିବା ଦିନ ସକାଳ ବେଳି। ସବୁ ପିଲା ପୁରା ଧାର୍ମିକ ହୋଇଯାଆନ୍ତି। ଯେଉଁମାନେ କେବେ ମନ୍ଦିର ଯାଆନ୍ତିନି ସେମାନେ ମଧ୍ୟ କହିବେ, ଭଗବାନ ଜଷ୍ଟ ପାସ୍ କରିଦିଅ, ମୁଁ ଟପର୍ ହେବାକୁ ଚାହୁଁନି, ନେକ୍ସଟ ଟାଇମ୍ରୁ ଭଲରେ ପଢ଼ିବି। ମାନେ ସମସ୍ତେ ଜାଣିଛ ଏଇଟା ନିରାଟ ମିଛ। ଜୀବନରେ ଏଇଟା କେବେ ଆସେ ନା କେବେ ହେବାର ଅଛି। ଇଫ୍ରେ ସବୁଠୁ ଗୋଟେ ହାର୍ଡ଼ ଆଣ୍ଡ ଫାଷ୍ଟ ରୁଲ୍ ହେଉଛି, ମଦ ସିଗାରେଟ୍ କେବେ କାଲିଠୁ ବନ୍ଦ ହୁଏନି, ଆଉ ପାଠପଢ଼ା କେବେ କାଲିଠୁ ଆରମ୍ଭ ହୁଏନି। ଆଉ ଏକ୍ଜାମ୍ ପୂର୍ବ ଦିନ ବହିଟା ଖୋଲିଲେ ଆଖି ବନ୍ଦ ହେଇଯାଏ, କିନ୍ତୁ ଫୋନ୍ଟା ଖୋଲିଦେଲେ ଆଖି ବଡ଼। ଏତେ ଡେଡ଼ିକେସନ୍ ଯଦି ପାଠପଢ଼ା ଥାନ୍ତା, ସେ ପିଲା ଆଜି SP DSP କଲେକ୍ଟର ହେଇକି ବସିଥାନ୍ତା, ନା କି ୱାଇଫାଇ ପାସୱାର୍ଡ଼ ହାକ୍ କରିବାରେ ଟପର୍ ହେଇଥାନ୍ତା। ସବୁଠୁ ହେଉଛି ହଷ୍ଟେଲ ପିଲା ଯେଉଁ ଗ୍ରୁପ୍ ଷ୍ଟଡ଼ି କରନ୍ତି, ସେଇଟା ସବୁଠୁ ଏପିକ୍ ସିନ୍। ପ୍ରତି 2 ଘଣ୍ଟା ଥରେ ଲେଖାଏଁ ତାଙ୍କ ଟି ବ୍ରେକ୍, 5 ମିନିଟ୍ 5 ମିନିଟ୍ ତାଙ୍କ ଚା ବ୍ରେକ୍ ନହେଲେ ହେବନି। ଏଠି ରାତିରେ ଏଠିକି ଯା, ସେଠିକି ଯା, ଏଠି ବୁଲି 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 ସେମାନେ ମାତ୍ର ରାତିରେ 2-3 ଘଣ୍ଟା ପଢ଼ିବେ, ଶୋଇବେ, ଆଉ ସକାଳୁ ଉଠିକି ଆସି ଏକ୍ଜାମ୍ ଦେବେ। ଯେତିକ ସବୁ ଲାଷ୍ଟ ବେଞ୍ଚ ପିଲା ଥିବେ ସେମାନେ ସବୁ ଗ୍ରୁପ୍ ଷ୍ଟଡ଼ି କରିବା ପାଇଁ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ଖୋଲିଥିବେ।
ସେ ଗ୍ରୁପ୍ ଷ୍ଟଡ଼ିର ହ୍ୱାଟ୍ସଆପ୍ ଗ୍ରୁପ୍ ନାଁ ଥିବ ସବୁ ବର୍ଷ ଯାକ ଥିବ ବ୍ୟାକ୍ ବେଞ୍ଚର୍ସ ଆସୋସିଏସନ୍, ବ୍ୟାକ୍ ବେଞ୍ଚର୍ସ ଧମାକା, କିନ୍ତୁ ଯେତେବେଳେ ଏକ୍ଜାମ୍ ଟାଇମ୍ ହେଇଯିବ ସେ ଗ୍ରୁପ୍ର ନାଁ ଚେଞ୍ଜ ହେଇଯିବ ସିରିୟସ୍ ଷ୍ଟଡ଼ି ଗ୍ରୁପ୍। ଏମିତି ଗୋଟେ ମୋ ଷ୍ଟୋରି ଗୋଟେ ଥିଲା ମୋ ଲାଇଫ୍ରେ। ମୋର ସାଙ୍ଗ ଗୋଟେ ହଷ୍ଟେଲରେ ରହୁଥିଲା, ସିଏ ଏମିତି ପଢ଼ାପଢ଼ି କରିକି ପୂର୍ବ ଦିନ ଯାଇଥିଲା ଏକ୍ଜାମ୍ ଦେବାକୁ। ସକାଳୁ ଉଠିଲା, ମୁଁ ଶୋଇଛି, ମୁଁ ତାକୁ ଦେଖୁଛି କ'ଣ ସିଏ ଉଠିଲା, ଗାଧୋଇ ପାଧେଇ ଆସିକି ଦୀପ ଧୂପ ପୁରା ଘଣ୍ଟ ଫଣ୍ଟ ବାଡ଼େଇକି ସେ ପୁରା ପୂଜା ପୂଜା ଆରମ୍ଭ କଲା। ଆଉ ମୁଁ କହିଲି କ'ଣ ହେଇଛି ଏତେ ସକାଳୁ ସକାଳୁ? ଦେଖିଲା ବେଳକୁ ଯେ ଭଗବାନ ପାଖରେ ବସିକି କହୁଛି, ଠାକୁରଙ୍କ ପାଖରେ, ହେ ଭଗବାନ, ମୁଁ ଜାଣିଛି ମୁଁ ସବୁ ବର୍ଷ ଖେଳାଖେଳି ଗୋରାଗୋରି କରି କାଢ଼ିଦେଲି, କିନ୍ତୁ ତମେ ମୋତେ ସାହା ହୁଅ ଆଜି, ତମେ ମହାଦୟାଳୁ, ଆଉ ଥରେ ଗୋଟେ ଚାନ୍ସ ଦିଅ, ଆର ବର୍ଷ ଭଲରେ ପଢ଼ିବି, ଏବେ ପାସ୍ ମାର୍କ ରଖେଇ ଦିଅ, ମୁଁ ବାକି ତମ କଥା ସବୁ ବୁଝିଦେବି, ତମକୁ ଲଡ଼ୁ ଦେବି, ନଡ଼ିଆ ଦେବି, ଭୋଗରାଗ କରିବି, ଖାଇବା ବାଣ୍ଟିବି। ଭଗବାନ ଉପରୁ ଶୁଣିକି ମନେ ମନେ ଭାବୁଥିବେ, ମୁଁ ତୋର ଏଇ ଲାଇନ୍ଟା 10 ବର୍ଷ ହେଲାଣି ଶୁଣୁଛି, ଆଉ କେତେ ଶୁଣିବି? ଗୋଟେ କ'ଣ ନୂଆ ଲାଇନ୍ କହ, ମୁଁ ବୋର୍ ହେଇଗଲିଣି। ଆଉ ଲାଷ୍ଟ ମୋମେଣ୍ଟ ଯେଉଁ ପଢ଼ନ୍ତି ଏକ୍ଜାମ୍ ହଲ୍ ବାହାରେ ଠିଆଇକି, ସେଇଟା ଗୋଟେ ବଢ଼ିଆ ସିନ୍। ପରୀକ୍ଷା ହଲ୍ରେ ପହଞ୍ଚିଗଲେ ବାହାରେ ପୁରା ରିଭିଜନ୍ ମୋଡ଼୍ ଚାଲିଥାଏ। ଗୋଟେ ଟପର୍ କହିବ ମୁଁ 3 ଥର ରିଭିଜନ୍ କରିସାରିଲିଣି, ଆମେ ସେଠି ଶୁଣିକି ଭାବୁଥିବୁ କଭର୍ ପେଜ୍ ତ 3 ଥର ଦେଖି ସାରିଲେଣି, ଇଏ 3 ଥର ରିଭିଜନ୍ କ'ଣ କହୁଛି? ଗୋଟେ କଭର୍ ପେଜ୍ ସେ କେତେଥର ପଢ଼ୁଛି କି? କିନ୍ତୁ ସବୁଠୁ ବଡ଼ ଟେନସନ୍ କଥା ଜାଣିଛ, କେଉଁ ବିଷୟଟା ରାତିରେ ଡିଲିଟ୍ କଲୁ, ସେଇଟା ହିଁ ପ୍ରଥମ ପ୍ରଶ୍ନ ହିସାବରେ ଆସିଥିବାଟା କନଫର୍ମ। ଆଉ ଯେତେବେଳେ ରାତି 8ଟାରେ ପୂର୍ବଦିନ ତୁମେ ବହି ଖୋଲିବ, ଇଣ୍ଡେକ୍ସ ପେଜ୍ ଦେଖିଲା ବେଳେ ଲାଗିବ ଯେମିତି ଜଣେ କିଏ କାନ ପାଖରେ ଆସି କହୁଛି, ବାବୁରେ ଏ ଜନ୍ମରେ ତୋ ଦେଇ ହେବନି ପରା, ପରଜନ୍ମ ପାଇଁ ଟ୍ରାଏ କର ଧନଟା ପୁରା, ଏମିତି କହୁଥିବ କିଏ ଗୋଟେ ବହିଟା ଆସି କାନ ପାଖରେ। ଏଠୁ ବହିରେ ଏମିତି ଏମିତି ଶବ୍ଦ ଅଛି ଯାହାକୁ ପଢ଼ିବା ପାଇଁ ମୋତେ ମାନେ ପଣ୍ଡିତ ଦରକାର ଗୋଟେ ବନାରସରୁ, ଏମିତିଆ ଅବସ୍ଥା। ଫଟୋସିନ୍ଥେସିସ୍ ପଢ଼ୁ ପଢ଼ୁ ପାରାଲିସିସ୍ ଅବସ୍ଥା ଆସିଯିବ। ସବୁଠୁ ବଡ଼ ଚୋର କିଏ ଜାଣିଛ? ସାଙ୍ଗମାନଙ୍କ ସାନ୍ତ୍ୱନା ଯେଉଁ ଦିଅନ୍ତି, ସବୁଠୁ ବଡ଼ ଶତ୍ରୁ ହେଉଛନ୍ତି ସେମାନେ। ଫୋନ୍ କଲେ କହିବେ, ଭାଇ ମୁଁ ତ କିଛି ପଢ଼ିନି, ଖାଲି ପେଜ୍ ଉଲଟଉଛି। ଶଳା ତାଙ୍କର ପେଜ୍ ଉଲଟେଇବା ପଛରେ ବି ରାଜେନ୍ଦ୍ର ପ୍ରସାଦ ଭଳିଆ ବୁଦ୍ଧି ଥାଏ। ପରୀକ୍ଷା ହଲ୍ରେ ସେମାନେ ହିଁ ଚିତ୍କାର କରିକି କୁହନ୍ତି, ସାର୍ ଆଉ ଗୋଟେ ଆଡ଼ିସନାଲ୍ ଦିଅନ୍ତୁ, ସାର୍ ଆଉ ଗୋଟେ ଆଡ଼ିସନାଲ୍ ଦିଅନ୍ତୁ। ଆମେ ଏପଟେ ଆଡ଼ିସନାଲ୍ ସିଟ୍ରେ ନିଜ ନାଁକୁ ଡିଜାଇନ୍ କରି ଲେଖୁଥାଉ, କାଗଜ ସେଥିରେ ବି ଫୁଲ୍ ହେଉନଥାଏ। କୋଶ୍ଚିନ୍ ଲେଖି, କୋଶ୍ଚିନ୍ 4 ଥର ଲେଖି, ଆନ୍ସର୍ ଗପ ଗୀତ ଲେଖିକି ପେଜ୍ ଫୁଲ୍ ହେଉନଥାଏ। ଟେନସନ୍ ପୁରା ଏକ୍ଜାମ୍ ହଲ୍ରେ, କ'ଣ ଲେଖି କାଗଜ ଫୁଲ୍ କରିବୁ? ଅଲଗା ଦିନ ସମସ୍ତେ ଶୁଅନ୍ତୁ ପଛେ, କିନ୍ତୁ ଏକ୍ଜାମ୍ ପୂର୍ବ ଦିନ ଯେଉଁମାନେ ସବୁ ରାତି ସାରା ଚାହାନ୍ତି, ସେମାନଙ୍କୁ ଏକ୍ଜାମ୍ ପୂର୍ବ ଦିନ ନିଦ ଲାଗେ, ମାନେ କୁମ୍ଭକର୍ଣ୍ଣ ପୁଅ ଭଳିଆ ନିଦ ଲାଗେ। ଦେଖ, ପରୀକ୍ଷାର ଗୋଟେ ଦିନ ପୂର୍ବରୁ ପଢ଼ା ହଉ କି ନ ହଉ, ଏକଥା ନିଶ୍ଚିନ୍ତ ସବୁ ପିଲା ମାନେ ଶପଥ ନେବେ, ଆସନ୍ତା ସେମିଷ୍ଟାରରୁ ଆମେ ପୁରା ସିରିୟସ୍ ହେଇ ପଢ଼ିବୁ। କିନ୍ତୁ ତାପର ସେମିଷ୍ଟାର ଆସିଲେ ପୁଣି ସେଇ ଡାଇଲଗ୍, ମୋ ଜୀବନର ଏକମାତ୍ର ଲକ୍ଷ୍ୟ ପଶ୍ଚାତାପ। ଯଦି ତମେ ପରୀକ୍ଷା ପୂର୍ବରୁ ଏଇ ଡ୍ରାମା କହିଛ, ତାହେଲେ ମୋ ଭିଡ଼ିଓଟାକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅ। କମେଣ୍ଟରେ ଲେଖ ମୋ ପରୀକ୍ଷାର ସବୁଠାରୁ ମେନ୍ ରିଜନ୍ କ'ଣ ଥିଲା ପାଠ ନ ପଢ଼ିବାର, ଆଉ ବେଷ୍ଟ କମେଡ଼ି ସିନ୍ କ'ଣ ଥିଲା ଏକ୍ଜାମ୍ ପୂର୍ବ ଦିନର। ହଁ, ଏକ୍ଜାମ୍ ଭଲ କର, କିନ୍ତୁ ଲାଇଫ୍ରେ ହସିବାକୁ ଜମା ଭୁଲିବନି। ଏକ୍ଜାମ୍ ବହୁତ ଥର ଆସିବ, ଲାଇଫ୍ କିନ୍ତୁ ଗୋଟାଏ ମିଳିଛି। ଏହା ମନେ ରଖ, ଏକ୍ଜାମ୍ର ପୂର୍ବ ଦିନ ଗୋଟେ ଷ୍ଟୁଡ଼େଣ୍ଟ ଲାଇଫ୍ର ସବୁଠୁ ଅନେଷ୍ଟ ଦିନ। ସେଦିନ ସେ ସବୁଠୁ ସତ। ସେଦିନ ନିଦ ବି ସତ, ରାଗ ବି ସତ, ଡର ବି ସତ, ଆଉ ପ୍ରମିସ୍ ଯେଉଁଟା କର ନେକ୍ସଟ ସେମିଷ୍ଟାର ପଢ଼ିବୁ, ସେଇଟା ବି ସତ। କିନ୍ତୁ ପାଠପଢ଼ା ସେଇଟା ନେକ୍ସଟ ଏକ୍ଜାମ୍ ପାଇଁ। ରହିଲି, ନମସ୍କାର। ଯଦି ତୁମ ଭିଡ଼ିଓ ଦେଖିକି ମନେ ପଡ଼ିଲା ତୁମ ଲାଇଫ୍ କଥା, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କର, କମେଣ୍ଟ କର, ଆଉ ଚ୍ୟାନେଲକୁ ସେୟାର କର ନିଜ ନିଜ ସାଙ୍ଗମାନଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍ରେ, କଲେଜ ହ୍ୱାଟ୍ସଆପ୍ ଗ୍ରୁପ୍ରେ। କାରଣ ଏକ୍ଜାମ୍ ଆଉ ଆସିବ, କିନ୍ତୁ କମେଡ଼ି ଆଉ ଫ୍ରିରେ ମିଳିବନି।